ମୁଁ ବାରମ୍ବାର କହି ରଖିଛି କି ଶ୍ରୀଯୁକ୍ତ ବିଜୟ ମହାପାତ୍ରଙ୍କୁ ଏଥକୁ ଟାଣନ୍ତୁ ନାହିଁ। ସେ ବିଜୁ ଜନତା ଦଳରେ ନାହାନ୍ତି। ସେ ତାଙ୍କର ସ୍ୱତନ୍ତ୍ର ପରିଚୟ ଅଛି। ସେ ତାଙ୍କ କାମ ସେ କରୁଛନ୍ତି। ମୁଁ ବି ବୁଝିପାରୁନି ଅଯଥା ତାଙ୍କୁ ଭିଡ଼ି ଆଣିବା ଏଇ ଇସ୍ୟୁରେ କ'ଣ ଦରକାର ମୁଁ ଜାଣିପାରୁନି। ଆଉ କଥା ରହିଲା ମିଡ୍ ଡେ ଅପରେସନ୍ ସେ ବିଷୟରେ ପ୍ରଥମ ପ୍ରଶ୍ନର ଉତ୍ତର ଦେବି ସନାତନ ମହାକୁଡ଼ ମହୋଦୟଙ୍କ ବିଷୟରେ। ତାଙ୍କ ସହିତ ମୁଁ ବିଧାନସଭାରେ ଯେତିକି ଲବିରେ ଯେତେବେଳେ ଦେଖା ହୁଏ ସମ୍ମାନ ଦୃଷ୍ଟିରୁ ମୁଁ ତାଙ୍କୁ ନମସ୍କାର କରେ, କିନ୍ତୁ ତାଙ୍କ ସହିତ କେବେ କୌଣସି ବସିକି ମଧ୍ୟ ଆଲୋଚନା କରିନାହିଁ। ବିଧାନସଭାରେ ଯେଉଁମାନେ ଆମେ ବସୁ ସନାତନ ବାବୁଙ୍କ ସହିତ ମୁଁ କେବେ ବସିକି କୌଣସି କଥାବାର୍ତ୍ତା ବି ହେଇନି। ଭେଟାଭେଟି ହେଲେ ନମସ୍କାର କରେ, ତାଙ୍କ ସହିତ ମୁଁ କେବେ ବି କଥା ହେଇନି। ଆଉ ଷଡ଼ଯନ୍ତ୍ର ତ ଏଇଟା ଆଶ୍ଚର୍ଯ୍ୟ କଥା, କାରଣ ଆପଣ ଯଦି ଦେଖିବେ ପରଦିନ ସନ୍ଧ୍ୟାବେଳେ ଯେଉଁ ଘଟଣାଟି ଘଟିଲା, ପ୍ରଥମେ କହିଲେ ବିଶ୍ୱାସଘାତକତା କହିଥିଲେ, ତାପରେ ଆଣିଲେ କରପ୍ସନ୍ ଦୁର୍ନୀତି କଥା କହିଲେ, କେତେବେଳେ କହୁଛନ୍ତି ଆଣ୍ଟି ପାର୍ଟି ଆକ୍ଟିଭିଟିଜ୍, ଏଭଳି ଅନେକ ଆଜି କହୁଛନ୍ତି ଯେ ମିଡ୍ ଡେ ଅପରେସନ୍ କ'ଣ। ସନାତନ ବାବୁଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ। ଆମେ ଗୋଟିଏ ଦଳର ବିଧାୟକ ଭାବେ ଆମେ ବିଧାନସଭାକୁ ଯାଇଛୁ ବିଜୁ ଜନତା ଦଳ ତରଫରୁ, କିନ୍ତୁ ତାଙ୍କ ସହିତ ମୁଁ ଅନ୍ୟ ସମୟରେ କୌଣସି ସମୟରେ ବି କେବେ କଥାବାର୍ତ୍ତା କରିନାହିଁ। ଆଉ ଗୋଟେ ସାଂଘାତିକ ଅଭିଯୋଗ ରହୁଛି, କିଛି ବର୍ଗ ବିଜେଡିକୁ ଦୁର୍ବଳ କରିବାକୁ ଲାଗିଛନ୍ତି, ଏ ଅଭିଯୋଗ ଆଣିଛନ୍ତି। ଆଉ ସେ ବର୍ଗକୁ ବ୍ୟାକଅପ୍ ଦେଉଛନ୍ତି ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର। ମୁଁ ଆଗରୁ ମଧ୍ୟ କହିଛି ମୁଁ ପ୍ରଥମ ଥର ରାଜନୀତିକୁ ଆସିଛି, ପ୍ରଥମ ଥର ବିଧାୟକ 2024 ମସିହାରେ ଜିତିଥିଲି। ତା ପୂର୍ବରୁ ଚାକିରି କରୁଥିଲି, ରାଜନୀତି ସହିତ କୌଣସି ସମ୍ପର୍କ ନଥିଲା। 2019 ମସିହାରେ ମୋର ବାପା ଶ୍ରୀଯୁକ୍ତ ବିଜୟ ମହାପାତ୍ରଙ୍କୁ ସହଯୋଗ କରିବା ପାଇଁ ପ୍ରଥମ ଥର ପାଟକୁରା ଆସିଥିଲି, ନିଜେ ବୁଲାବୁଲି କରୁଥିଲି। ସେତେବେଳେ ବି କୌଣସି ଦଳ ବ୍ରାଣ୍ଡରେ ବୁଲାବୁଲି କରୁନଥିଲି। ତାପରେ ପୁଣି ବିଦେଶ ପଳେଇଥିଲି, ତାପରେ ଫେରିଥିଲି। ତ ମୋର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ। ଏବେ ମୁଁ ନିଜକୁ ଗୋଟେ ପ୍ରେସର ବୋଲି ଭାବେ। ଆପଣ ଯଦି ଗୋଟେ କଲେଜ ୟୁନିଭର୍ସିଟିରେ ପଢ଼ନ୍ତି, କିଛି ସିନିୟର ଥାନ୍ତି, ମୁଁ ବର୍ତ୍ତମାନ ରାଜନୀତିରେ ଗୋଟେ ଫ୍ରେସର। ଆଉ ଦୁଇଟି କାମ କରୁଛି, ଗୋଟେ ହେଲା ପାଟକୁରାର ବିକାଶ, ବିଧାନସଭାରେ ଯାହା ସ୍ୱର ଉଠାଇବା କଥା ମୁଁ ଉଠାଉଛି। ଏଇସବୁ ଆଲିଗେସନ୍ ଗୁଡ଼ା ବେସଲେସ୍ ଆଲିଗେସନ୍। ମୁଁ କହି ରଖିବାକୁ ଚାହେଁ, ଯାହା ବି ଯିଏ ବି ଆଲିଗେସନ୍ କରୁଛନ୍ତି, କାରଣ ଆମେ ଗୋଟେ ଗଣତନ୍ତ୍ରରେ ରହୁଛୁ, ସମସ୍ତଙ୍କର କହିବାର ଅଧିକାର ଅଛି। ଯିଏ ଯେଉଁ ଆଲିଗେସନ୍ କରୁଛ ଟିକେ ଡିଟେଲରେ କରନ୍ତୁ। ଆପଣ ଯଦି କହୁଛନ୍ତି କିଛି ବର୍ଗ, ତ କିଛି ବର୍ଗକୁ ଟିକେ ଖୋଲାଖୋଲି ଭାବେ କୁହନ୍ତୁ, କିଏ ସେ ବର୍ଗ, କେଉଁ ଏମ୍ଏଲ୍ଏଙ୍କ ସହିତ ମୁଁ କଥା ହେଉଥିଲି, କାହାକୁ ନେଇକି ଆସୁଥିଲି, କିଏ ଦେଖା ହେଉଥିଲେ, ସବୁ ଜିନିଷ ଯଦି ଆପଣ ଖୋଲାଖୋଲି ଭାବେ କହିବେ, ତାହେଲେ ମୁଁ ମଧ୍ୟ ସ୍ପଷ୍ଟ ଭାବେ ଉତ୍ତର ଦେବି। ଆପଣ କିଛି ବର୍ଗ କହିଲେ ମୁଁ ବି ଆଶ୍ଚର୍ଯ୍ୟ ଯେ କୋଉ ବର୍ଗ କଥା କହୁଛନ୍ତି। ଖୋଲାଖୋଲି ଭାବେ କୁହନ୍ତୁ, ମୁଁ କିଛି ପ୍ରସ୍ତୁତ ଅଛି ଉତ୍ତର ଦେବା ପାଇଁ। କିଛି ପ୍ରମାଣ ଏମିତି କିଛି ହେଇନି। ଆପଣ ଭାବନ୍ତୁ, ଆପଣମାନେ ଯଦି ମୋର ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ଦେଖିବେ, ମୋର ସବୁ ପ୍ରୋଗ୍ରାମ, ମିଡିଆ ଇଣ୍ଟରାକ୍ସନ, ଆସେମ୍ବଲିରେ ମୋର ମୁଁ ଉତ୍ତର ରଖିଛି, କୋଉଠି ପାର୍ଟିସିପେଟ୍ କରିଛି, ସବୁ ଜିନିଷ ଖୋଲାଖୋଲି ଭାବେ ଅଛି। ଏବଂ ପାର୍ଟି ମିଟିଂ ଯେତେବେଳେ ହୁଏ ଯାଏ, ପାର୍ଟି ଯେତେବେଳେ ଆମକୁ କହିଥିଲେ, ଆମର ପିଏମ୍ଜିରେ ଆମେ 2 ଥର ଆନ୍ଦୋଳନ କରୁଛୁ, ବିଜୁ ବାବୁଙ୍କର ଜୟନ୍ତୀ, ସେଠି ମଧ୍ୟ ଆମେ ପ୍ରୋଗ୍ରାମ କରିଥିଲୁ, ପାର୍ଟି ଫାଉଣ୍ଡେସନ ଡେ ମଧ୍ୟ କରୁଛୁ। ତ ଯୋଉ କାମ କୁହାଯାଇଛି ଆମେ ସେ ସବୁ ବିଧାୟକ ମାନଙ୍କୁ କୁହାଯାଏ, ସବୁ ଲିଡର ମାନଙ୍କୁ କୁହାଯାଏ, କନଷ୍ଟିଚ୍ୟୁଏନ୍ସି ଯେଉଁମାନେ ଲିଡର ଅଛନ୍ତି ଆମେ ସବୁ ମିଶିକି କାମ କରୁଛୁ। ବର୍ତ୍ତମାନ ମତେ ଲାଗୁଛି ଗୋଟେ ପରେ ଗୋଟେ ଆଲିଗେସନ ଆଣୁଛନ୍ତି, କିନ୍ତୁ ମୋର କହିବା କଥା ପୂର୍ବ ଆଲିଗେସନକୁ ଆଗ ସାବ୍ୟସ୍ତ କରନ୍ତୁ, ତାପରେ ନୂଆ ଆଲିଗେସନକୁ ଆଣନ୍ତୁ। ନହେଲେ ଏତେ ଆଲିଗେସନ ଆଣିଲେ ଆପଣ ସେମାନେ ବି ଚିଠା ହଜିଯିବ ତାଙ୍କର ଯେ କେତେ ଆଲିଗେସନ ଆମେ ଲଗେଇଲୁ। ପ୍ରମାଣ କରିପାରିବେନି, କାରଣ ଏମିତି କିଛି ହେଇନାହିଁ। ହେଇଥିଲେ ଅସୁବିଧା କ'ଣ ହେଇଥାନ୍ତା? ଆପଣ ମୁଁ କହିଥାନ୍ତି ହଁ ଏମିତି କାମ ହେଇଛି, ଆପଣ ତାକୁ ଦେଖା କରିଥିଲେ, ମୁଁ କହିଲି ହଁ ଦେଖା କରିଥିଲି। ଯଦି ହେଇଥାନ୍ତା, କାହା ସହିତ ଦେଖା ସାକ୍ଷାତ ନାହିଁ, ସନାତନ ବାବୁଙ୍କ ସହିତ କୌଣସି ସମ୍ପର୍କ ନାହିଁ, ଅଯଥା ମାନେ ଭିଡ଼ି ଆଣିକି ନା ଯୋଡ଼ିବାଟା ଠିକ୍ ନୁହେଁ ବୋଲି ମନେ କରୁଛି। ନାଇଁ, ଆଲୋଚନା ଏପର୍ଯ୍ୟନ୍ତ ମୁଁ କଣ୍ଟାକ୍ଟ କରିପାରିନି। ମୁଁ ଗତକାଲି ମୋର ଯେହେତୁ এই ঘটনাটি পরদিন সন্ধ্যাবেলে ঘটিলা এবং গতকালি মোর আগুরু প্রোগ্রাম লা মো নির্বাচন মন্ডলী, সে প্রোগ্রাম সারিকি আসলি। আসন্তা কালি মোর মু আপন মানুষ কইছি যে গোটে পিআরএস বলি সংস্থা আছে, বজেট উপরে সেমানে অল ইন্ডিয়া বেসিস রে সবু স্টেট র বজেট উপর ডিসকশন হুয়ে, সেটি পার্টিসিপেট করিয়া भी যোজনা আছে মোর। তো সেটিকি যাই পারে মু বর্তমান। তো ମୁଁ ନବୀନଙ୍କ ସହିତ ଆଲୋଚନା କରିନି। ମୁଁ ବି ଏତେ ବ୍ୟକ୍ତିବସ୍ତୁ ନୁହେଁ କି ତରତର ବି ନୁହେଁ, ଜିନିଷଟା ଏମିତି କିଛି ଘଟି ଯାଇନି। ମୁଁ କହିବା କଥା
समस्त कही रखा चाहे बर्तमान में पाटकुरार विधायक पाटकुरार दायित्व जो प्रतिश्रुति देइथिली सेटा मु पालन करी जहाँ भी କୁହାଯାଉଛି ସସ୍ପେନ୍ସନ ଲେଟରରେ ସିନା ନବୀନ ପଟ୍ଟନାୟକ ସିଗ୍ନେଚର ଅଛି କିନ୍ତୁ ନିଷ୍ପତ୍ତିଟା ଆଉ କାହା ହେଇଥାଇପାରେ ମୁଁ ଜାଣିନି ମାନେ ସେ ବିଷୟରେ ମୁଁ କିଛି ମୋ ପ୍ରତିକ୍ରିୟା ରଖିବାକୁ ଚାହୁଁନାହିଁ ଯାହା ଘଟିଛି ଘଟିଛି କିନ୍ତୁ ମୋ ଏତିକି କଥା ଆପଣ ଟିକେ ମତେ କୁହନ୍ତୁ ଆପଣ ପ୍ରମାଣ ରାଜ୍ୟବାସୀଙ୍କୁ ଦିଅନ୍ତୁ କିନ୍ତୁ ମୁଁ ମଧ୍ୟ ଜାଣିବା ଦରକାର ନା କଣ ପାଇଁ ଆପଣ ସସ୍ପେଣ୍ଡ କଲେ ଗୋଟେ ବ୍ରଡର ଟର୍ମ ଆଣ୍ଟି ପାର୍ଟି ଆକ୍ଟିଭିଟି ଏଥିରେ ବହୁତ କିଛି ହେଇପାରେ କଣଟା ଆଣ୍ଟି ପାର୍ଟି କଲି ଆପଣ କାହାକୁ କହୁଛନ୍ତି ଆଣ୍ଟି ପାର୍ଟି ବୋଧେ ମୁଁ ଜାଣିନଥିଲି ଆଣ୍ଟି ପାର୍ଟି ତ ଆପଣ କାହାକୁ ଆଣ୍ଟି ପାର୍ଟି କହୁଛନ୍ତି ସେଇଟା ଫାଷ୍ଟ ଜଣାନ୍ତୁ ଏବଂ ମତେ ଟିକେ ବୁଝାନ୍ତୁ ଯେ କଣ ଆଣ୍ଟି ପାର୍ଟି ହେଲା ଏ ବୁଝେଇଦେଲେ ଆପଣ ମତେ ନିଶ୍ଚିତ ସୁବିଧା ହବ ଦଳ ତରଫରୁ ତ ଆଜି କୁହାଗଲା ଯେ ଆପଣ ମିଡ୍ ଡେ ଅପରେସନ କରୁଥିଲେ ମିଡ୍ ନାଇଟ୍ ଅପରେସନ ସହିତ ତୁଳନା କରୁଛନ୍ତି ମିଡ୍ ଡେ ଅପରେସନ ଯାହାକି ଆପଣ କରୁଥିଲେ ବାବା କରୁଥିଲେ এই ଅଭିଯୋଗ ଆଣୁଛନ୍ତି ଦଳ ତରଫରୁ ଆଣିଛି ମିଡ୍ ନାଇଟ୍ ଅପରେସନ ବିଷୟରେ ମୁଁ ବେଶୀ କିଛି ମାନେ ମୁଁ ଶୁଣିଛି ବେଶୀ କିଛି ତା ବିଷୟରେ ପଢି ନାହିଁ କୌଣସି ହୋଟେଲରେ ସବୁ ଭେଟାଭେଟି ହେଇଥିଲେ ବୋଲି ଏମିତି ଆମେ ଶୁଣୁଥିଲୁ ସେ ସମୟରେ କିନ୍ତୁ ମିଡ୍ ଡେ ଅପରେସନ ସେମାନେ କହୁଛନ୍ତି ଆମେ କୋଉଠି ମିଡ୍ ଡେ ଅପରେସନ ହେଇଥିଲା କୋଉ ଜାଗାରେ କାହାକୁ ମିଡ୍ ଡେ କହୁଥିଲେ ମୁଁ ତ ଯାହା କହୁଛି ମୋ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମୋର ସବୁ ପ୍ରୋଗ୍ରାମ ଲିଷ୍ଟେଡ୍ ଅଛି କାହାକୁ ମିଡ୍ ଡେ ଅପରେସନ ସେମାନେ କହୁଛନ୍ତି କାହା ସହିତ ଭେଟାଭେଟି ହେଇଥିଲା ବାପାଙ୍କର ମୋର କେବେ କମନ ପ୍ରୋଗ୍ରାମକୁ ଆମେ ଯାଉନାହୁଁ ସେ ତାଙ୍କ କାମରେ କରନ୍ତି ମୁଁ ଗୋଟେ ଦଳ କାର୍ଯ୍ୟକ୍ରମ ଭିତରେ ଅଛି ତ ଏଇଟା ଗୋଟେ ବେସଲେସ୍ ଆଲିଗେସନ ଆଉ ମୁଁ ଅନୁରୋଧ କରିବି ଆପଣମାନେ ଯେଉଁମାନେ ବି ଏମିତି ଆଲିଗେସନ ଆଣୁଛନ୍ତି ଦୟାକରି ଟିକେ ଖୋଲାଖୋଲି ଭାବେ କହିଲେ ସମସ୍ତେ ଜାଣିବେ ମୁଁ ବି ଜାଣିବି ରାଜ୍ୟବାସୀ ମଧ୍ୟ ଜାଣିବେ ସମସ୍ତେ ଉତ୍ସୁକ ଅଛନ୍ତି ମାନେ କ୍ୟୁରିୟସ୍ ଅଛନ୍ତି ମାନେ ପାଖାପାଖି 48 ଘଣ୍ଟା ହେଇଯିବ ଯେ କଣ ପାଇଁ ନିଲମ୍ବନଟା ହେଇଛି ସମସ୍ତେ ଜାଣିବା ଦରକାର ସେଟା ହଁ ନିଶ୍ଚିତ ଭାବେ ଆପଣ ଯଦି ଗୋଟେ ଆଲିଗେସନ ଆଣୁଛନ୍ତି ଜଣେ ବିଧାୟକ ବିଷୟରେ କି କୌଣସି ମେମ୍ବରଙ୍କ ବିଷୟରେ ଆଲିଗେସନଟା ପ୍ରୁଭ୍ କରିଦେଲେ ଭଲ ହବ ଏଥର ରାଜ୍ୟସଭା ନିର୍ବାଚନରେ ଆପଣ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ହିଁ ସମର୍ଥନ କରିବେ ରାଜ୍ୟସଭା ବିଷୟରେ ମୁଁ ବିଲକୁଲ ବି ଭାବି ନାହିଁ ରାଜ୍ୟସଭା ଯାହା ମୁଁ ଜାଣିଛି ବୋଧେ ଏପ୍ରିଲ 2 ତାରିଖ ସୁଦ୍ଧା ଇଲେକ୍ଟ ହେଇଯିବା କଥା 4 ଜଣ ମେମ୍ବର ନୋଟିଫିକେସନ ବୋଧେ ତା ମାସେ ପୂର୍ବରୁ ବାହାରିବ କିଏ ପ୍ରାର୍ଥୀ ହେଉଛନ୍ତି ସେ ବିଷୟରେ ବି ମୁଁ ଜାଣିନି ମାନେ ସେ ବିଷୟରେ ବିଲକୁଲ ମୋ ମୁଣ୍ଡରେ ପଶିନି ରାଜ୍ୟସଭା କଣ କରାଯିବ ଦେଖିବା ସେ ସମୟରେ ମାନେ କଣ ହବ ସେଟା ମୁଁ ଏବେ ବି କହିପାରିବିନି ସ୍ୱତନ୍ତ୍ର ମତ ରହିବ କି କଣ ରହିବ ସେଟା ମୁଁ ସେଇ ସମୟରେ କହିବି ବର୍ତ୍ତମାନ ତ ମୁଁ ବିଜୁ ଜନତା ଦଳ ସସ୍ପେଣ୍ଡେଡ୍ ଏମଏଲଏ ତ ଦଳ ସହିତ ଅଫିସିଆଲି ଆଜ୍ ପର ଲ ମୁଁ କିଛି କରିପାରିବି ନାହିଁ ଭବିଷ୍ୟତ କଥା ଭବିଷ୍ୟତ ଦେଖିବା ବର୍ତ୍ତମାନ ଆଗ ଏଇ ପ୍ରଶ୍ନର ଉତ୍ତର ଦିଅନ୍ତୁ ପାଦେ ପାଦେ ଚାଲନ୍ତୁ ରାଜ୍ୟସଭା ବହୁତ ଦୂର ଅଛି ଯୋଉ କଥା ଆପଣ କହୁଥିଲେ ଯେ ପ୍ରମାଣ ଦିଅନ୍ତୁ ବର୍ତ୍ତମାନ ସେ କହୁଛନ୍ତି ମିଡ୍ ଡେ ଅପରେସନ ଆପଣ କରୁଥିଲେ କିନ୍ତୁ ଆଉ କେଉଁଭଳି ପ୍ରମାଣ ଆପଣ ଚାହୁଁଛନ୍ତି ଯେ ଯାହାକି ଆପଣଙ୍କୁ ଆଣ୍ଟିପାର୍ଟି ଆକ୍ଟିଭିଟି କରୁଥିବାର ପ୍ରମାଣ କେଉଁଭଳି ପ୍ରମାଣ ଆପଣଙ୍କ ଦରକାର ବୋଲି ଆପଣ ଭାବୁଛନ୍ତି ମିଡ୍ ଡେ ମଝି ଦିବସ ଅପରେସନ ଗୋଟେ ହଉଥିଲା ମଝି ଦିବସରେ କୋଉ ଦିବସଟା କୋଉ ସପ୍ତାହରେ ଥିଲା କୋଉ ମାସରେ ଥିଲା 4 ମାସ କାହା ସହିତ ଭେଟିଥିଲି ସେଇ ବିଷୟରେ ପ୍ରମାଣ ଧର ମୁଁ ଯାଇଥିବି ଆପଣଙ୍କ ଘରକୁ ଯାଇଥିବି ଆପଣ ପଡ଼ିଶା ଲୋକ ଦେଖିଥିବେ କି କିଏ ଦେଖିଥିବେ କି କିଏ ଫଟୋ ଉଠେଇଥିବେ ମାନେ ଶ୍ରୀଯୁକ୍ତ ବିଜୟ ମହାପାତ୍ର ଅରବିନ୍ଦ ମହାପାତ୍ର ସନାତନ ମହାକୁଡ଼ 3 ଜଣ ବସିଛନ୍ତି କି ଗୋଟେ ଗାଡ଼ିରେ ଯାଉଛନ୍ତି କି କୋଉ ହୋଟେଲରେ ବସିଛନ୍ତି କି କାହା ଘରେ ବସିଛନ୍ତି କି କୌଣସି ସୋସିଆଲ ଫଙ୍କସନରେ ବି ଭେଟ ହୋଇଥିବ କାହାର ବାହାଘର ଅଛି ବ୍ରତଘର ଅଛି ଜନ୍ମଦିନ ଅଛି ବାରପତ୍ର ଅଛି କୋଉଠି ଆପଣ ତ ଜାଣିବା କଥା ନା କୋଉଠି ଭେଟିଛନ୍ତି ମୁଁ ତ ଜାଣିଛି ମୁଁ ଭେଟିନି ସନାତନ ମହାକୁଡ଼ଙ୍କ ସହିତ ତ ସେ ବିଷୟରେ ମଧ୍ୟ ମୁଁ ସେଇଟା କହୁଛି ଆପଣ ଖାଲି ଗୋଟେ ଟର୍ମ ନା ମିଡ୍ ଡେ ଅପରେସନ କେବେ ହେଇଥିଲା ମିଡ୍ ଡେ ଅପରେସନ କଣ ଡିଟେଲ କହିଲେ ନିଶ୍ଚିତ ଭାବେ ମୁଁ ଉତ୍ତର ରଖିବି ମୁଁ ଏତିକି ସମସ୍ତଙ୍କୁ କହି ରଖିବାକୁ ଚାହେଁ ଉତ୍ତର ଦେବା ପାଇଁ ପଛେଇବିନି ଆପଣ ଯୋଉ ପ୍ରଶ୍ନ ପଚାରି ଉତ୍ତର ଦେବି କିନ୍ତୁ ମତେ ଟିକେ ଖୁଲାସା କରନ୍ତୁ ଯୋଉମାନେ ଆଲିଗେସନ ଗୁଡା ଲଗାଉଛନ୍ତି ସବୁ ଯାକ ବେସଲେସ୍ ଆଲିଗେସନ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଦେଖିନି କୌଣସି ଗୋଟେ ଆଲିଗେସନ ସଠିକ ବୋଲି କିଛି କିଛି କହିଲେ